हाँ हाँ सुनवा तो भाई मकर संक्रांति की कथा हाँ सुना सुना सो क्या जरा जय करी मन जय करी मन दिलीप बोली को जन राजा राजा थे टैंकर दुईटा पत्नी किंतु टैंकर फिर फोन से नहीं हो थाई गो तो दिलीप राजा कहले हम धन संपत्ति सब जे धन संपत्ति जिते अछि दिलीप जदी कोर्ट रे लिखले की हो करबा तो दिलीप राजा दुईटा पत्नी और दिलीप राजा बेसी करी आगु महादेव को सही रे करिले जे ध्यान दे महादेवंकर पूजा करे तो व्रत जेते आरंभ करी छन किछि दिन पर बीती गला परे दिलीप राजा मृत्यु जेते मृत्यु हेनी छे महारानी मन चिंता रे पड़ी गए आशा कागने लागे स्वामी जी बोली तो महादेवंकर पूजा के में असफल निकल मैं जाओ महारानी ने पूजा कर चली तो महादेव संतुष्ट हेले और आशीर्वाद आशीर्वाद तो तुम्हें किन बर मांगो हां तो जे बर पाए हम प्रभु पूजा कर प्रभु से बर हम प्राप्ति नहीं आगे तो संसार पाई महादेव ने पूजा कर किंतु हमर स्वामी तो यहाँ मृत्यु होई छी स्वामी ने दिले हमके बेटा कर पछी तो महादेव चिंता करे और आशीर्वाद ठीक है तुम्हें जे बर मांगो मैं तुम्हें इच्छा हां हां से बर में तुमको दो तुम स्वामी ने दिले मते तुमको को हेबा तुमे दुईटा रानीकर संयोग करू ओके सुंदर बुआ दिखार हां हां महादेवंकर आशीर्वाद दिले दुईटा रानी को लागी आगो दुई रानी कर बोले तो शिशु एक जन्म शिशु जन्म
ସଂଯୋଗରୁ ମିଳନରୁ ଗୋଟେ ପୁଅଟିଏ ଜନ୍ମ ଯେତେବେଳେ ଦୁଇଟା ରାଣୀ ମିଳନ ହେଇଗଲେ ଦୁଇ ମାଙ୍କର ଗର୍ଭରୁ ଗୋଟେ ସୁନ୍ଦର ପୁଅଟେ ଜନ୍ମ ହେଇଗଲା। ସେ ତାଙ୍କର ନାମ ହେଲା ଭାଗୀରଥୀ। ବଂଶର ଭାଇ ଭାଗୀରଥୀ ବୋଲି ଜାଣିଛନ୍ତି। ଛଅ ଭାଗ ରଜପୁଜ ଏକ ଭାଗ ବୀଜ ପାଣି ପବନ ମିଶ୍ରଣ ବିରାଜ ଦିନ ବାର ନକ୍ଷତ୍ର ଦେଖି ବ୍ରହ୍ମ ଏବଂ ରଜନୀଶ୍ୱର ତ ଦୁଇଟା ରାଣୀଙ୍କର ରଜ ରଜରୁ ଯେତେବେଳେ ଭାଗୀରଥୀ ଜନ୍ମ ହେଇଛି ତାଙ୍କର ଦେହରେ ଗୋଟେ ବି ହାଡ଼ ନେଇଥାଏ। ବ୍ରହ୍ମ ରଜ ମିଶ୍ରିତ ହାଡ଼ ମାଂସ ହେଲା। ଦୁଇଟା ରାଣୀଙ୍କର ରଜରୁ ଗୋଟେ ପୁଅ ଜନ୍ମ ହେଲା, ତାର ନାଁ ହେଲା ଭାଗୀରଥୀ। ତ ଦିନେ ଘଟଣା କାଣା ତାଙ୍କର ଗୁରୁ ବଶିଷ୍ଠ ଋଷି ସାଙ୍ଗେ ଭ୍ରମଣ କରିବା ପାଇଁ ଭାଗୀରଥୀ ସେହି ସମୟରେ ଅଷ୍ଟବକ୍ର ଋଷି ଅଷ୍ଟବକ୍ର ଋଷି ତାଙ୍କର 8ଟା ଅଙ୍ଗ କାମ ଯଦି ଗୋଟେ ଲୋକ 8ଟା ଅଙ୍ଗ କାମ ଦେବା ବେଲେ ସେ ଚାଲି ବୁଲି କରିବା ତ ଠିକ ସେମିତି ଆଜି ଲୋକ ହେଇକରି ଅଷ୍ଟବକ୍ର ଋଷି ଧ୍ୟାନରେ ତ ସେଇ ରାସ୍ତା ଦେଇକରି ଭାଗୀରଥୀ ବି ଯାଉଛି। ତ ଅଷ୍ଟବକ୍ର ଋଷି ଦେଖିଲେ ବୁଢା ବୁଢୀ ଲୋକ ଚାଲି ବୁଲି ଅଭିନୟ କରିଛି ମତେ ଚିଡଉଛି। ଯଦି ସତ୍ ପ୍ରକୃତି ତୋ ଦେହ ଯଦି ଅସୁସ୍ଥ କୋଟି ଦ୍ୱନ୍ଦ୍ୱ ଫରକ ହେବ, ଆଉ ଯଦି ମତେ ଚିଡଉଛୁ ଭସ୍ମ ହେଇଯିବ। ତ ଭାଗୀରଥୀ ତ ଜନ୍ମରେ ତାଙ୍କ ଦେହରେ ହାଡ଼ ନେଇଥିଲେ ସେ ଅଭିଶାପ ଯେମିତି ଦେଇଥିଲେ ଅଷ୍ଟବକ୍ର ଆଶୀର୍ବାଦ ଯେତେବେଳେ ହେଇଗଲା ଭାଗୀରଥୀ ସ୍ୱର୍ଗର ଗଙ୍ଗାକୁ ମର୍ତ୍ତ୍ୟକୁ ଆଣିଲେ ଆଉ ସେ ମର୍ତ୍ତ୍ୟରେ ତାଙ୍କର ସମସ୍ତଙ୍କୁ তো এই কথাকে চিঠি করে কপিল বলে এই সামান্য ভাগীরথী দেখো দুইটা মার জলে জন্ম হয়েছে কেড়ে বড় পুণ্য কাম করেছে বংশ আজ ঝরি যা যেতেবেলে কপিল ঋষিঙ্কর অভিশাপ্ত ভাগীরথীଙ୍କ বংশ ঝরি যাচ্ছে এত সেই সমୟରେ দেখো তোমরাতে দেখো না তোমরাতে দেখো না মা গঙ্গা দেবীকে ভাগীরথী আনিଥିଲେ স্বর্গରୁ গঙ্গা দেবী ସାହାଯ୍ୟ ହେଲେ ଆଉ ଭାଗୀରଥୀଙ୍କର ସମସ୍ତଙ୍କୁ ସେ ମୁକ୍ତି କରିଥିଲେ। ତ ଗଙ୍ଗା ଦେବୀଙ୍କର ବାହନ କିଏ ମଗର। ତ ସେଇ ଦିନକୁ ମକର ସଂକ୍ରାନ୍ତି ପାଳନ କଲେ। ତ ସର୍ବପ୍ରଥମେ କାହାକେ ପୂଜା କରିଥିଲେ? মকর সংক্রান্তি যে কপিল ঋষি অভিশাপ ଦେଇଥିଲେ ଭାଗୀରଥୀଙ୍କର ବଂଶ ଜଳି ଯାଇଥିଲା ସେ କପିଳ ଋଷିଙ୍କୁ ମକର ସଂକ୍ରାନ୍ତିରେ ମକର ଚାଉଳ କରିକି ପାଳନ କରିଥିଲେ। ତ ମକର ସଂକ୍ରାନ୍ତି ଦିନରେ ସୂର୍ଯ୍ୟଦେବ
ଦକ୍ଷିଣ ଦିଗକୁ ଗସ୍ତ କରେ ଆଉ ଧନୁ ରାଶି ଛାଡ଼ିକରି ମକର ରାଶିକୁ ସେ ପ୍ରବେଶ କରେ ମାନ ମକର ବେଲ ମକର ଯେନ୍ ଦିନ ମକର ସଂକ୍ରାନ୍ତି ହେଇଯିବା ସେ ଦିନ ଠାରୁ ସୂର୍ଯ୍ୟ ଦେବତା ତେଜ ହେଇଯାଏ ବୁଝିପାରୁଛ ତାପରେ ମକର ସଂକ୍ରାନ୍ତି ସରିଯାଏ ତାପରେ 4 ମାସ ପରେ ତ ମକର ସଂକ୍ରାନ୍ତି ଦିନ ଯିଏ ଯଦି ଗରିବ ଲୋକେ ଅନ୍ନ ବସ୍ତ୍ର ଦାନ କରିବେ ଚାଉଳ ଦାନ କରିବା ପାଣି ଜଳ ଦାନ କରିବା ସ୍ନାନ କରିକି ଭଗବାନଙ୍କର ପୂଜା କରିବା ବୋଲି ତାକୁ ବୈକୁଣ୍ଠ ପ୍ରାପ୍ତ ଏହିପରି ମକର ସଂକ୍ରାନ୍ତି ଦିନ ଆମେ ଯେ ଦ୍ୱିତୀୟ ମାସ ଯାହାକୁ ଖାଇବାକୁ ମିଳୁଛି ତାକୁ ଅନ୍ନ ବସ୍ତ୍ର ଦାନ କରିବା ଜଳ ଦାନ କରିବା ରାଶି ଦାନ କରିବା ତେମିତି ଆମକୁ ବୈକୁଣ୍ଠ ପ୍ରାପ୍ତ ତ ସେଇଦିନ ଗଙ୍ଗାଦେବୀଙ୍କର ବାହନ ମକର ଥିଲେ ବୋଲି ତାକୁ ମକର ସଂକ୍ରାନ୍ତି ବୋଲି ଆଜି ପାଳନ કરે તો જેમ ગંગારે ભાગીરથી ତାଙ୍କ ସପରିବାରକୁ ମୁକ୍ତି କରିଥିଲେ ଗଙ୍ଗା ଯମୁନା ସରସ୍ୱତୀ ଆଜ୍ଞା ଦ୍ୱିତୀୟ ପ୍ରଶ୍ନ ଏ ତିନି ହେଲେ ରଜ ବହୁଟି କରିବେ ସ୍ନାନ ଏ କଥା କହରେ ବହନ ଯେନ୍ ଗଙ୍ଗା ଦେବୀ ଆମର ବର୍ଷ ମରିଗଲେ ଆମର হা অস্থি কেনে বিসর্জন আত্মা শান্তি হেসি সে গঙ্গা নদীর পবিত্র আমি হেসি যদি সে গঙ্গা নদী যদি রজবতী হেবে সে কে স্নান করে